ସମସ୍ତଙ୍କୁ ନମସ୍କାର। ଜୟ ମା ଦୁର୍ଗା। ମୋର ଦୁର୍ଗା ପୂଜାର ଦ୍ୱିତୀୟ ଭାଗରେ ସମସ୍ତଙ୍କୁ ସ୍ୱାଗତ। ଆଜି ମା ଦୁର୍ଗା ଅଷ୍ଟମୀ। ସମସ୍ତେ ପ୍ରାୟତଃ ଓଷା କରିଥାନ୍ତି। ଏଠି ବ୍ରାହ୍ମଣ ନନା, ଆମର ଭୋଳି ନନା ଏବଂ ସମ୍ଭଜଜ ପୂଜା କାର୍ଯ୍ୟରେ ବ୍ୟସ୍ତ ଏବଂ ଏଠି ଆମ ସାହିର ସ୍ତ୍ରୀ ଲୋକ, ଆମର ଭାଉଜ, ଆମର ଖୁଡ଼ି, ବଡ଼ ଭଉଣୀ, ମୋ ସ୍ତ୍ରୀ, ବଡ଼ ବୋଉ ଏବଂ ସମସ୍ତେ ମଧ୍ୟ ପୂଜାରେ ବସିଛନ୍ତି। ମାଙ୍କର ଆଶୀର୍ବାଦ କାମନା କରୁଛନ୍ତି। ଆମର ପରିବାରର ସମସ୍ତେ କେତେ ଆନନ୍ଦ ଉଲ୍ଲାସରେ ଏହି ପର୍ବର ଉପଭୋଗ କରୁଛନ୍ତି। ମୋର ବଡ଼ ଭଉଣୀ, ବଡ଼ ବାପା, ପଛରେ ଆମର ବଡ଼ ଭିଣେଇ ପ୍ରତିବର୍ଷ ଆସିଥାନ୍ତି। ମୋର ଭାଣିଜୀ, ବଡ଼ ଭାଇ, ଯାହା ହଉ ସମସ୍ତଙ୍କୁ ଏହି ଗୋଟେ ପର୍ବ ଦେଖିବାକୁ ସୁଯୋଗ ମିଳେ। ମୁଁ ମଧ୍ୟ ବହୁତ ଚେଷ୍ଟା କରେ ଏହି ପର୍ବରେ ଆସିବା ପାଇଁ। ଆଉ ପ୍ରତିବର୍ଷ ମୁଁ ଫଟୋଗ୍ରାଫି କରେ, ଫଟୋ ଉଠାଏ, ଭିଡ଼ିଓ ଏତେ କରେନି। କିନ୍ତୁ ଏ ବର୍ଷ ମୁଁ ଫଟୋ ଉପରେ ପ୍ରାଧାନ୍ୟ କମ୍ ଦେଲି। କାହିଁକି ନା ଆମର ପରିବାର ଯଦି କେହି ନ ଆସୁଛି, ଏଇ ଭିଡ଼ିଓଟି ମୁଁ ଯଦି ୟୁଟ୍ୟୁବରେ ଅପଲୋଡ଼ କରିବି, ସେ ଦୂରରେ ଥାଇ ମଧ୍ୟ ଏ ଦୁର୍ଗା ପୂଜା ମାଙ୍କର ଆଶୀର୍ବାଦ ନେଇପାରିବ, ଦେଖିପାରିବ ସମସ୍ତଙ୍କୁ। ସେଟା ନୂଆ ୟୁଟ୍ୟୁବ୍ ଯୁଗ, ତ ମୁଁ ଭାବିଲି ସେଥିପାଇଁ ମୁଁ ଫଟୋ କମ୍ ଉଠେଇଛି। ଭିଡ଼ିଓ କରିକି କମ୍ ସେ କମ୍ ବ୍ଲଗ୍ ଭଳିଆ ଛାଡ଼ିଦେଲେ ସମସ୍ତେ ଦେଖିପାରିବେ। ଏଠି ଆଳତି ସମସ୍ତେ ନେଉଛନ୍ତି। ମାଙ୍କର ସମସ୍ତେ ମାଙ୍କ ଆଶୀର୍ବାଦ ଗ୍ରହଣ କରୁଛନ୍ତି ଆଳତି ଦ୍ୱାରା। ମୋର ବଡ଼ ଭଉଣୀ ସମସ୍ତଙ୍କ ପାଖକୁ ଆଳତି ନେଇ ଯାଉଛନ୍ତି। ପୂଜାଟି କେମିତି ସୁରୁଖୁରୁରେ ହେବ ସମସ୍ତେ ତାହା ପାଇଁ ତତ୍ପର। ଏହି ପୂଜାରେ ଆମର ଦୁଇ ବଡ଼ ଭାଇ ମନ ନନା ଆଉ ଲିପୁ ନନା ମେନ୍ ସବୁ ଦାୟିତ୍ୱ ବୁଝିଥାନ୍ତି ଏବଂ ତାଙ୍କୁ ଆମର ବଡ଼ ନନା ବାଲ ନନା ତାଙ୍କ ଗାଇଡ଼ାନ୍ସରେ ପୁରା ପୂଜାଟି ତାଙ୍କ ଗାଇଡ଼ାନ୍ସରେ ସମସ୍ତେ ବୁଝିଥାନ୍ତି ଆଉ ସମସ୍ତେ ମଧ୍ୟ ସମାନ ସହଯୋଗ କରନ୍ତି। ଯାହା ହଉ ଏଇ ଗୋଟେ ପର୍ବ ଯିଏକି ଆମ ପରିବାର ସମସ୍ତଙ୍କୁ ଗୋଟିଏ ଜାଗାକୁ ଏକତ୍ରିତ କରାଏ। ପ୍ରତିବର୍ଷ ଆମକୁ ଏହି ପର୍ବରେ ସମସ୍ତେ ଏକାଠି ହୁଅନ୍ତି। ଇଏ ଆମର ସମ୍ଭଜଜ ବିଜୟର ଲଢ଼େଇଟା ପ୍ରତିବର୍ଷ ଦେଖିବାକୁ ମିଳେ। ବିଜୟ ମଝି ମଝିରେ ଯାଇ ଗଣେଶଙ୍କ ଘରେ ବସିଯାଏ, ସମ୍ଭଜଜ ତାଙ୍କୁ ଖୋଜୁଥାଏ। ଆଉ ବିଜୟ ବି ବହୁତ ଭଲ, ବୟସ ବି ହେଲାଣି, ଆଉ ତାର କାମ କାର୍ଯ୍ୟ ଭଲ। ସମ୍ଭଜଜ ସମସ୍ତଙ୍କୁ ଧଣ୍ଡା ବାଣ୍ଟୁଛନ୍ତି। ସମସ୍ତେ ଧଣ୍ଡା ପାଇଲା ପରେ ଅନ୍ନ ସେବନ କରିପାରିବେ। ଦେଖନ୍ତୁ, ସମ୍ଭଜଜ ଧଣ୍ଡା ବାଣ୍ଟିଲା ପରେ ବି ସେ ବିଜୟ ପଛରେ ପଡ଼ିଛନ୍ତି। ବିଜୟଙ୍କର ତାଙ୍କର ଝଗଡ଼ାଟି ନିଶ୍ଚିତ ହୁଏ। ମୁଁ ଟିକେ କେତେ ଭିଡ଼ିଓ କରିବି, ସେଥିପାଇଁ ମୁଁ କହିଲି ମୁଁ ଟିକେ ଭିଡ଼ିଓରେ ଆସିବା ପାଇଁ ମୁଁ ଟିକେ ଆଉ ଜଣେ ଭାଇକି ଫୋନ୍ଟା ଦେଇଦେଲି। ମୋତେ ସମ୍ଭଜଜ ମୋତେ ଧଣ୍ଡା ଦେଲେ। ତାପରେ ମୁଁ ମୋର କାର୍ଯ୍ୟକୁ ଫେରି ଆସିଲି ପୁଣି ଭିଡ଼ିଓ ବନେଇବା ପାଇଁ। ମୋର ବଡ଼ ଭଉଣୀ, ମୋର ଭାଉଜ ଆଉ ମୋର ସ୍ତ୍ରୀ ଏମାନେ ସବୁ ଫଟୋ ଉଠାଉଛନ୍ତି। ଆଉ ଏମାନେ ବର୍ଷରେ ଥରେ ଗୋଟେ ଦିନ ଉପଭୋଗ କରିଥାନ୍ତି। ଆମର ଗାଘୁ ଆଉ ଗୁଡୁଲୁ, ଆମର ଘରର ଗେହ୍ଲା, ଏ ମୋର ଭଉଣୀ, ବଡ଼ ଭଉଣୀ 3 ଜଣ। ଇଏ ଆମର ଗୋଟେ ଛୋଟ ଭଉଣୀ, ତାର ପୁଅ
ମୋର ପୁଅ ଆମର ଗାଗୁ ଗୁଡୁଲୁ ଖାଇବାର ବ୍ୟସ୍ତ। ଅନ୍ୟମାନେ ମଧ୍ୟ ଖାଦ୍ୟ ମାଙ୍କ ପ୍ରସାଦ ସେବନ କରୁଛନ୍ତି। ଏଠି ମୋର ବଡ଼ ଭାଇ ସମସ୍ତଙ୍କୁ ବାଡ଼ିଆ ଡାଲମା ଦେବାର ବ୍ୟସ୍ତ। କିନ୍ତୁ ଏଇ ଗୋଟିଏ ଦିନ ସମସ୍ତେ ଅପେକ୍ଷା କରିଥାନ୍ତି। ଏବଂ ଆଜି ଅଷ୍ଟମୀ ପୂଜା ପରେ ପୁଣି ସନ୍ଧି ପୂଜା ମଧ୍ୟ ଅଛି। ତାର ଆଉ ଗୋଟେ ଭିଡ଼ିଓରେ ମୁଁ ଆପଣଙ୍କୁ ସନ୍ଧି ପୂଜାର ମଧ୍ୟ ଭିଡ଼ିଓ ଅପଲୋଡ଼ କରିବି, ସମସ୍ତେ ଦେଖିବେ ଏବଂ